ସଜା ପଣସ ଆମ ଗୋଟେ ଜୋକ୍ ଶୁଣାଅ। ହଁ ପଣସ ଗୋଟେ ଜୋକ୍ ଶୁଣାଉ ନା। ହଁ ଗୋଟେ ଜୋକ୍ ଶୁଣାଅ। ହଉ ତମେ ଯଦି ଏତେ ବାଧ୍ୟ କରୁଛ ତାହେଲେ ଗୋଟେ ଜୋକ୍ ଶୁଣଉଛି ଆଉ। ହଉ ଗୋଟେ ମଦୁଆ ଲୋକ କଥା କହୁଛି। ଯେ ଗୋଟେ ମଦୁଆ ଲୋକ ତା ସାଙ୍ଗର ଜନ୍ମ ହେଇଥିଲା। ବହୁତ ମଦ ପିଇ ଦେଇ ରାତି 12ଟାରେ ଫେରୁଛି ତା ଘରକୁ। ରାତି 12ଟା ବେଳେ ଆସି ତା ଘର ସାମ୍ନାରେ ବସି କବାଟକୁ ବାଡ଼ଉଛି ଆଉ ଡାକୁଛି ତା ସ୍ତ୍ରୀକୁ, କବାଟ ଖୋଲ କବାଟ ଖୋଲ। ତାପରେ ସେ କହୁଥାଏ, ମୁଁ ବୋଧେ ଲେଟ୍ରେ ଆସିଛି, ସ୍ତ୍ରୀ ରାଗିଛି ସେଥିପାଇଁ କବାଟ ଖୋଲୁନି ଆଉ। ସେଠୁ ପୁଣି ଥରେ କବାଟ ବାଡ଼େଇଲା। ବାଡ଼େଇ ତା ସ୍ତ୍ରୀ ଯେତେବେଳେ ନ ଖୋଲିଲା ସେଇ ପିଣ୍ଡାରେ ସେ ଶୋଇ ପଡ଼ିଲା କବାଟ ପାଖରେ। ତାପରେ ସକାଳୁ ତା ନିଦ ଭାଙ୍ଗିଲା। କହିଲେ ଦେଖି ତାପରେ କ'ଣ ହେଇଥିବ? ତାପରେ ଆଉ କ'ଣ ହେଇଥିବ ମାନେ ତାଙ୍କ ସ୍ତ୍ରୀ ସକାଳୁ ବହୁତ ଗାଳି କରିଥିବେ ଆଉ। ନାଇଁ ମ ତା ସ୍ତ୍ରୀ ସକାଳୁ ଝାଡ଼ୁରେ ବାଡ଼େଇଥିବେ ନିହାତି। ନାଇଁ ତାର ସକାଳୁ ନିଦ ଭାଙ୍ଗିଲା। ତାପରେ ତାର ମନେ ପଡ଼ିଲା ସେ ବାହା ହେଇନି, ଆଉ ସ୍ତ୍ରୀ ଆସିବ କେଉଁଠୁ? ଆଉ ଚାବି ତାର ପକେଟରେ ହିଁ ଥିଲା। ଅଜା ଆଉ ଗୋଟେ ଶୁଣୁନା, ଶୁଣାଅ। ହଁ ଅଜା ଆଉ ଗୋଟେ ଶୁଣାଅ। ହଉ ଗୋଟେ ମଶା ଆଉ ହାତୀ କଥା କହୁଛି। ଥରେ କ'ଣ ହେଇଛି, ମଶା ଆଉ ହାତୀ ଗୋଟେ ରୁମ୍ରେ ରହୁଥାନ୍ତି ସାଙ୍ଗ ହୋଇ। ଆଗରେ ଗୋଟେ ସୁଇମିଂ ପୁଲ୍ ଥାଏ। ସେଇ ସୁଇମିଂ ପୁଲ୍ରେ ଥରେ ହାତୀ ଗାଧୋଉଥାଏ। ମଶା ଆସି ହାତୀକି କହିଲା, ହାତୀ ତୁ ଥରେ ଉପରକୁ ଆସେ। ତାପରେ କ'ଣ ହେଲା, ହାତୀ ଉପରକୁ ଆସିଲା। ତାପରେ ହାତୀ କହିଲା, ହାତୀ ପୁଣି ଯା ଗାଧା। ହାତୀ ପାଣି ଆଣି ମଶାକୁ ପଚାରିଲା, ମଶା ତୁ ଏମିତି କାହିଁ କହିଲୁ? ଉପରକୁ ଆସେ ମୁଁ ଉପରକୁ ଗଲି, ପୁଣି କହିଲି ତଳକୁ ଯା, ତଳକୁ ଆଇଲି, କାରଣ କ'ଣ? ମଶା କହିଲା, କଥା କ'ଣ ଭାଇ, ମୋ ଚଡ଼ିଟା ମୁଁ ପାଉଁଥିଲି, କାଳେ ତୁ ପିନ୍ଧୁଥିବୁ, ସେଇପାଇଁ ତୋତେ ଉପରକୁ ଡାକି ଦେଖିଲି ଆଉ।